ନୂଆ ଜଗନ୍ନାଥ ସଡ଼କ ନିରାକାରପୁର ଲେଣ୍ଡୋ ମଧ୍ୟରେ ଥିବା ମଦ ଦୋକାନ ନିକଟରେ ଦୁର୍ଘଟଣା। ମୋଟର ସାଇକେଲକୁ ଧକ୍କା ଦେଲା ଟ୍ରକ୍। ଜଣେ ଯୁବକ ଗୁରୁତର ଯୁବକ ଜଣକ ଲେଣ୍ଡୋ ଗ୍ରାମର ସୁଶାନ୍ତ ସ୍ୱାଇଁ ବୋଲି ଜଣାପଡ଼ିଛି। ତେବେ ଗୁରୁତର ଜଣଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରିଥିବା ସୂଚନା ମିଳିଛି। ସୂଚନାରୁ ଜଣାପଡ଼ିଛି ଯେ ଆଜି ସନ୍ଧ୍ୟା ସମୟରେ ଯୁବକ ଜଣକ ଏକ ମୋଟର ସାଇକେଲ ଯୋଗେ ନିରାକାରପୁରରୁ ଘରକୁ ଫେରୁଥିବା ସମୟରେ ଲେଣ୍ଡୋ ପଟୁ ନିରାକାରପୁର ପଟକୁ ଯାଉଥିବା ଏକ ଟ୍ରକ୍ ସମ୍ମୁଖରେ ଧକ୍କା ଦେବାରେ ଯୁବକ ଜଣକ ଗୁରୁତର ହୋଇଛନ୍ତି। ଏହି ରାସ୍ତା ଦେଇ ଦୈନିକ ଶହ ଶହ ଚୋରା ମାଙ୍କଡ଼ା ପଥର ବୋଝେଇ ଗାଡ଼ି ବେପରୁଆ ଭାବରେ ଦ୍ରୁତ ଗତିରେ ଚଳାଇଥିବାରୁ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି। ତେବେ ସ୍ଥାନୀୟ ଗ୍ରାମବାସୀ ଓ ଦୁର୍ଘଟଣାରେ ଗୁରୁତର ଆହତ ପରିବାର ସଦସ୍ୟମାନେ ନୂଆ ଜଗନ୍ନାଥ ସଡ଼କ ଉପରେ ନିଆଁ ଜାଳି ଅବରୋଧ କରି ବସି ରହିଛନ୍ତି। ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ମୋଟର ଅଟକି ରହିଛି। ଏହି ରାସ୍ତା କଡ଼ରେ ଦୁଇଟି ମଦ ଦୋକାନ ଖୋଲିଥିବାରୁ ମଦ ପିଇ ଦୈନିକ ଦୁର୍ଘଟଣା ଘଟୁଥିବା ଦାବି ହୋଇଛି। ତେବେ ସ୍ଥାନୀୟ ନିରାକାରପୁର ପୋଲିସ ବିଳମ୍ବରେ ପହଞ୍ଚିଥିବାରୁ ଲୋକମାନେ ଅସନ୍ତୋଷ ବ୍ୟକ୍ତ କରିଥିବା ପ୍ରତିବାଦ କରିଛନ୍ତି। ଖୋର୍ଦ୍ଧାରୁ ଜ୍ଞାନରଞ୍ଜନ ଦାସଙ୍କ ରିପୋର୍ଟ, ଜ୍ୟୋତିପ୍ରଭା ନ୍ୟୁଜ୍।